ବାହାଘର ଠିକ ହେଇଛି ଯେ ଏଇ ଲୋକଟି ମତେ ଏୟା କରୁଛି ମୁଁ କରିବି କଣ ଯେତେବେଳେ ଆପଣ କହିଲେ ଯେ ନାଇଁ ଆଭଏଡ୍ କରନ୍ତୁ ତାପରେ ସେ ଯାଇ କହୁଛନ୍ତି ଯେ ନାଇଁ ମୁଁ ତାଙ୍କୁ ଟିକେ ହେଲ୍ପ କରୁଛି। ଆଚ୍ଛା ଏଇ ଯୋଉ ହେଲ୍ପ କରିବା ଭିତରେ ତାହେଲେ ଆପଣଙ୍କୁ ଏବଂ ଆପଣଙ୍କ ମାଙ୍କୁ ଥାନାକୁ ଯିବା କଣ ଦରକାର ପଡିଗଲା? ଡେଫିନେଟଲି ମୁଁ ସେଟା ସେଇ ଉପରକୁ ଆସୁଛି ଏବେ ଆପଣଙ୍କ ପାଖକୁ। ତ ଇଏ ଯେତେବେଳେ ତାଙ୍କୁ ଏସବୁ ଜିନିଷ ହେଲା ତାଙ୍କ ସହିତ କଣ କଲା ସେ କଣ କଲେ ନା ଅଗଷ୍ଟ 15 2023 ସେ ଟାଇମରେ ସେ କଣ କଲେ ନା ତାଙ୍କୁ ନେଇକି ଯାଇଛନ୍ତି ମୁଭି ଦେଖିବା ପାଇଁ ଓ ମାଇ ଗଡ୍ ପାର୍ଟ 2 ବୁଝିପାରିଲେ। ଆଚ୍ଛା ହେଲା ତ ମୋର କିଛି ଜଣ ଜାଣିଛନ୍ତି ଯେହେତୁ ତାଙ୍କୁ ମତେ ଜାଣିଥିଲେ ପାଖାପାଖି 400-500 ଲୋକ ଜାଣିଥିଲେ କି ୱେର୍ ଇନ୍ ରିଲେସନସିପ୍ ବୁଝିପାରିଲେ ଆଉ ଆମର ମ୍ୟାରେଜ ହବାକୁ ବି ଯାଉଛି। ତ ସେ ଜଣେ ବଡ ଭାଇ ଦେଖିକି ମତେ କହିଲେ ଜଣେଇଲେ କି ତୁମେ ଆଜି କାହିଁକି ଆସିନଥିଲ ତୁମର ଯିଏ ଗୁଡ ବି ଅଛନ୍ତି ଆଜ୍ଞା ସିଏ ଆଉ ଜଣଙ୍କ ସହିତ ଆସିଥିଲେ ବୁଝିପାରୁଛନ୍ତି। ତ ମୁଁ ପ୍ରଥମେ ତ ତାକୁ ନେଲିନି ଏତେ ଲାଇଟଲି ନେଲି ମୁଁ ଯେହେତୁ ମୁଁ ଏତେ ସକି ମାଇଣ୍ଡର ନୁହଁ ମୁଁ କଣ କଲି ନା ମୁଁ ତାଙ୍କୁ ଫୋନ କଲି ମୁଁ କହିଲି ଯେ କାହା ସହିତ ଯାଇଥିଲ କି ନା ନାଇଁ ମୁଁ କାହା ସହିତ ଯାଇନଥିଲି। ଏଇ ଯୋଉ ଭାଇ ଜଣ ଯେତେବେଳେ ମତେ ପଚାରିଲେ ମୁଁ କହିଲି ସେ ତାଙ୍କ ଭାଇଙ୍କ ସହିତ ଯାଇଥିବେ। ସେଠୁ ତାଙ୍କ ମତେ ସେ ଯୋଉ ଭାଇ ଜଣ ଅଛନ୍ତି ବଡ ଭାଇ ସେ ମତେ ପୁରା ହସିକି କହିଲେ କି ରାକେଶ ଆଉ ଏଇଟା ଫ୍ୟାମିଲି ଶୋ ନୁହଁ ଆଉ ଯେ ଭାଇ ଭଉଣୀ ଦେଖିବା ପାଇଁ ଯିବେ। ଦେନ୍ ବହୁତ ଜିନିଷ ହେଲା ସେ ସ୍କ୍ରିନଶଟ ବି ଅଛି ମୁଁ ଆପଣଙ୍କୁ ସେୟାର ବି କରିଦେବି ଯୋଉଥିରେ ସେ ମତେ ଲେଖିଛନ୍ତି ପୁରା ଯେ ନାଇଁ ମୁଁ ଯାଇନଥିଲି ମୁଁ ସାଙ୍ଗମାନଙ୍କ ସହିତ ଯାଇଥିଲି। ମୁଁ ଆଉ ଟିକେ ପ୍ରେସରାଇଜ ଯେତେବେଳେ କଲି କହିଲେ କି ନାଇଁ ହଁ ସେ ସାରଙ୍କ ସହିତ ଯାଇଥିଲି ମୁଁ ତାଙ୍କ ୱାଇଫଙ୍କ ପାଇଁ ସେ ଟିକେଟ କାଟିଥିଲେ ୱାଇଫ ଲାଷ୍ଟ ମୋମେଣ୍ଟରେ ତାଙ୍କ ସହିତ ଝଗଡା କଲେ ଦ୍ୟାଟ୍ସ ୱାଇ ମୁଁ ସେ ମତେ ଡାକିଲେ ମୁଁ ମନା କରିପାରିଲିନି। ଆଚ୍ଛା ଏଇଟା ସେ ଆପଣଙ୍କୁ ଉତ୍ତର ଦେଲେ? ଆଜ୍ଞା ମୁଁ ସ୍କ୍ରିନଶଟ ବି ଅଛି ଆପଣ ଦେଖିଲେ ଭଲ କଥା। ଆପଣ ସେଠି ଆଉ ଗୋଟେ କଥା ବି ମନେ ମନେ ଭାବିଥାନ୍ତେ ଆପଣ ତାଙ୍କୁ ଉତ୍ତର ଦେଇଥାନ୍ତେ ଓହୋ ବୁଝିଗଲି ତାହେଲେ ତମେ ତାଙ୍କୁ ହିଲିଂ କରିବା ପାଇଁ ନେଇଥିଲ ସିନେମା ଫିଲ୍ମ ଟିକେ ଦେଖିବା ସୁଇମିଂ ପୁଲ ନହେଲେ ଟିକେ ଗାଧେଇ ଦବା ଏଟା ଭଲ ହଁ ଗୋଟା ହେଲା ଠିକ ଅଛି ତାଙ୍କ ମାନେ କେୟାର ଟେକର ଭଳିଆ ସେ ତାଙ୍କୁ ଯତ୍ନ ନେଉଥିଲେ। କିନ୍ତୁ ଆପଣଙ୍କ ମା ଏବଂ ରାତିରେ ଯାଇକି ଥାନାରେ ହାଜିରା ଦବା ଆପଣ ଥାନାରେ ହାଜିରା ଦବା ପୁଣି ନିଜେ ଗୋଟେ ସୁଇସାଇଡ ପାଇଁ ଆଟେମ୍ପ୍ଟ କରିବା ଏଇଟା କାହିଁ ହଜମ କରିବୁନି ଆଜ୍ଞା? ନାଇଁ ଠିକ କଥା କହିଲେ ଆପଣ।